ସ୍ୱାଗତିକା ଆମର ରଙ୍ଗିଲା ଡ୍ୟାନ୍ସ ସ୍ପନ୍ଦନ ବ୍ୟାଣ୍ଡ ତା ଓନର ଫେଭରେଟ୍ ହେଉଛି ମୁଁ ନିଜେ ଦିଲ୍ଲୀପ ପଣ୍ଡିତ ଫିଲ୍ମ ଆକ୍ଟିଂ କରିବା ପାଇଁ ଆମର କମ୍ପିଟିସନ କରାଯାଇଥିଲା। ଆମର ମିନିମମ୍ 600ରୁ 500 ଖଣ୍ଡେ ଆମର କମ୍ପିଟିସନ କରା ତାପରେ ଆମର 400 ପିଲା ୱିନର ହେଇଛନ୍ତି ଆଉ ତାଙ୍କୁ ଫାର୍ଷ୍ଟ ସେକେଣ୍ଡ ଥାର୍ଡ ପ୍ରାଇଜ୍ ଦିଆହେବ। ତାପରେ ଆମର ଗେଷ୍ଟ ସବୁ ଆସୁଛନ୍ତି ବୁନୁଆରିକି ଆସୁଛନ୍ତି ଆଉ ଅଲଗା ଗେଷ୍ଟ ସବୁ ଆସୁଛନ୍ତି। ଗୋଟେ ବଡ଼ ଆକାର କରେ ସ୍ପନ୍ଦନ ବ୍ୟାଣ୍ଡ ଓ ରଙ୍ଗିଲା ଡ୍ୟାନ୍ସ ତରଫରୁ ସ୍ୱାଗତିକା ଗ୍ରୁପ ତରଫରୁ ଗୋଟେ ପିଲାଙ୍କୁ କରାଯିବ ଶିବ ତାଣ୍ଡବ କରାଯିବ। ମୋର ଭଲ ଭଲ ସିଙ୍ଗର ଆସନ୍ତି ସାତଗୁରୁ ଆସନ୍ତି ଦେବସ୍ମିତା ଆଉ ଆମର ଅଭୟ ମଲ୍ଲିଆ ଆଉ ଗୌତମ ଗିରି ଆଉ ଭାଗ୍ୟଶ୍ରୀ ଭଲ ଭଲ ସିଙ୍ଗର ସବୁ ଆସୁଛନ୍ତି। ସେଇ କାର୍ଯ୍ୟକ୍ରମଟା କରାଯାଉଛି। ରଙ୍ଗିଲା ଡ୍ୟାନ୍ସ ଗ୍ରୁପ ତରଫରୁ ସଦାବେଳେ ନୂଆ ନୂଆ ପ୍ରତିଭାଙ୍କୁ ଚୟନିତ କରାଯାଏ ତାଙ୍କୁ ଗୋଟେ ସଫଳ ପ୍ଲାଟଫର୍ମ ଦିଆଯାଉଛି ଏବଂ ନୂଆ ପ୍ରତିଭାଙ୍କୁ ଗୋଟେ ତାଙ୍କର ପ୍ରତିଭାର ପ୍ରକୃତ ବିକାଶ ହେଇପାରୁଛି। ସେ ବିଷୟରେ କ'ଣ କହିବେ ଯେଉଁ ପ୍ରତିଭା ରହିଯାଉଛନ୍ତି? ଆପଣ ଯଦି ଏଇ କଳାଟା ରଙ୍ଗିଲା ଡ୍ୟାନ୍ସ ତରଫରୁ ଅନେକ ହିରୋ ହିରୋଇନ୍ ଯୋଉ ଦେଉଛି ସବୁ ରଙ୍ଗିଲା ଡ୍ୟାନ୍ସ ଉଠେ କୋଉ ଯୁବପିଢ଼ି ମାନେ ଆସୁଛନ୍ତି ତାଙ୍କୁ ଆମେ ସୁଯୋଗ ଦଉଛେ କେମିତି ଆଗାମୀ କିଏ ହିରୋ ହବ କିଏ ହିରୋଇନ୍ ହବ କିଏ ଆଙ୍କରିଂ କରିପାରିବ କିଏ ଡ୍ୟାନ୍ସ ବିଭିନ୍ନ ପ୍ଲାଟଫର୍ମ ଆମେ ଯୋଗାଇ ଆସୁଛୁ। ତ ସେ ବିଷୟରେ ଏବେ ଯେଉଁ ପ୍ରତିଭା ନୂଆ ନୂଆ ପ୍ରତିଭା ଯେଉଁମାନେ ସୁଯୋଗରୁ ବଞ୍ଚିତ ହେଉଛନ୍ତି ତାଙ୍କ ପାଇଁ ରଙ୍ଗିଲା କିଛି ନୂତନ କରିବ କିମ୍ବା କିଛି ଅଲଗା କରିବ ବୋଲି ଚିନ୍ତା କରୁଛୁ? 100% ମୁଁ ତ ଡିଫରେନ୍ସ କରିବ ମୋର ତ ଅଧିକାଂଶ ଅଛନ୍ତି ଗରିବ ପିଲା ଯେ ତାଙ୍କୁ ବି ଡ୍ୟାନ୍ସ ଶିଖଉଛି ମାଗଣା ଯେଉଁ ପିଲା ବି ଅଛନ୍ତି ସ୍କୋପ୍ ଦିଆଯାଉଛି। ଆମର ଏଇ ପିଲାମାନେ ସବୁ ଫିଲ୍ମ ସିରିଏଲ ଆକ୍ଟିଂ ସବୁ କରିଛନ୍ତି। ଆପଣ ଅନେକ ହିରୋ ହିରୋଇନ୍ ଦେଖିବେ ସବୁ ରଙ୍ଗିଲା ଡ୍ୟାନ୍ସରୁ ଉଠିକି ଯାଇଛନ୍ତି। ଆଗ ଧାଡ଼ି ଯେତେ ହିରୋ ହିରୋଇନ୍ ଦେଖି ସବୁ ରଙ୍ଗିଲା ଡ୍ୟାନ୍ସରୁ ଉଠିକି ଯାଇଛନ୍ତି। ରଙ୍ଗିଲାରେ ସଫଳତାର ରହସ୍ୟ କ'ଣ? ସାର୍ ନିଜେ ରହସ୍ୟ ଆପଣ ଜାଣିଥିବେ ମତେ ହେଲେ ଆପଣ ଜାଣିଥିବେ ମତେ 52 ହେଲେ ଆଜି ଯାଏଁ ଲୋକ ବି ବିଶ୍ୱାସ କରୁନାହାନ୍ତି ମ୍ୟାରେଜ କରିଛନ୍ତି ବୋଲି ବୁଝିପାରୁଛନ୍ତି ତ ସେଇଟା ଭଗବାନ ପିଲାମାନଙ୍କ ଆଶୀର୍ବାଦ। ଆଉ ଏବେ ବହୁତ ଅସୁବିଧାରେ ମୁଁ ଜାଣିଥିବି ବାବା ଚାଲିଗଲେ ମା ଚାଲିଗଲେ ଭାଇ ଚାଲିଗଲେ ଭିଣେଇ ଚାଲିଗଲା କାରଣ ବର୍ଷା ତ ସେଇ ଦୁଃଖରେ ଥାଇକି ଏ ପିଲାମାନଙ୍କ ମୁହଁ ଚାହିଁଲେ ମୁଁ ଖୁସି ହେଇଯାଉଛି। କ'ଣ ଆପଣଙ୍କୁ ସବୁଠୁ ଇନ୍ସପାୟାରିଂ ଲାଗେ ପିଲାମାନଙ୍କୁ ଗୋଟେ ତାଙ୍କର ଉନ୍ନତିରେ ଗୋଟେ ସଫଳତା ପାହାଚ ଚଢ଼ି ଚାଲିଛନ୍ତି? କ'ଣ ଆପଣ ତାଙ୍କୁ ଦେଖିକି ଉନ୍ନତି ଏଇ ପିଲାମାନେ ଯେତେବେଳେ ଆଜି ଦେଖନ୍ତୁ ଆମର ଝିଅ ହୁଅନ୍ତୁ ଦେଖନ୍ତୁ ଆଗ ଧାଡ଼ିରେ ଆମର ଭୂମିକା ହୁଅନ୍ତୁ ଶୀତଲ ହୁଅନ୍ତୁ ସବେଶ ଅନେକ ଆର୍ଟିଷ୍ଟ ରାଜା ହୁଅନ୍ତୁ ଛନ୍ଦିତା ହୁଅନ୍ତୁ ଆଉ ଆମର ଦେବଜାନୀ ହୁଅନ୍ତୁ ଅନେକ ଆର୍ଟିଷ୍ଟ ରାକେଶ ଜୟା ଯେଉଁ ଆଗ ଧାଡ଼ି ଯେଉଁମାନେ ହିରୋଇନ୍ ସବୁ ରଙ୍ଗିଲା ଡ୍ୟାନ୍ସ ଶିଖି ଯାଇଛନ୍ତି। ମୋର କାଲି ଭବିଷ୍ୟତରେ ମୁଁ ଭାବୁଛି ଏଇ ପିଲାମାନେ କାଲି କିଏ ହିରୋ କିଏ ହିରୋଇନ୍ ଇଏ ବି ଅନେକ ପିକ୍ଚର କରିଛି ଇଏ ବି ଆକ୍ଟିଂ କରିଛି ଇଏ କରିଛି ଆଉ ଆମର ଏ ବର୍ଷା ଗୋଟେ ନୂଆ ପିକ୍ଚର ଗୋଟେ କରିବ ସବୁ କରୁଛି ଝିଅ ଗୋଟେ ହିରୋଇନ୍ କରିଛି ଆମର ଆକା ଦାସ ନାୟକ ସହିତ ଗୋଟେ ହିରୋଇନ୍ କରିଛି ଆମର ସେ ଫିଲ୍ମ ନା ଏବେ ରିଲିଜ୍ ହେବ। ଅନେକ କଳାକାରମାନଙ୍କୁ ମୋର ସୁଯୋଗ ଦେବାଟା ପ୍ଲାଟଫର୍ମ ଦେବାଟା ମୋର ହେଲା ପ୍ରତିଭା ଅନ୍ୱେଷଣର ପ୍ରମୁଖ ମାଧ୍ୟମ ରଙ୍ଗିଲା ଡ୍ୟାନ୍ସ ବୋଲି ଆମେ କହିଥାଉ। ଆଜ୍ଞା ପ୍ରତ୍ୟେକ ଇଏ ନାହିଁ ସେଇଟା ଆପଣମାନଙ୍କ ବେଶୀ ଆଶୀର୍ବାଦ ଦେବି ମୁଁ ସେମିତି କଲେ ଭଗବାନଙ୍କ ଆଶୀର୍ବାଦ ଆପଣମାନେ ଯେଉଁ ମିଡ଼ିଆ ମାନେ ଯେଉଁ ଅଛନ୍ତି ଆମେ ହେଲେ ଫିଲ୍ମ ଡାଇରେକ୍ଟର ଆମେ ସବୁବେଳେ ପଛପଟେ ଥାଉ ଆଗପଟେ କେହି ଲୋକ ନୁହେଁ। ଏ ଯେଉଁ ଆଜିକାଲି ଏତେ ମିଡ଼ିଆ ମାନେ ହେଲେଣି ଯେଉଁ ଆମକୁ କମେଣ୍ଟ କରି ସେଥିପାଇଁ ଆପଣମାନଙ୍କୁ ବହୁତ ବହୁତ ଥ୍ୟାଙ୍କ୍ସ। ନାଇଁ ଆମର ଡ୍ୟାନ୍ସ ଶିଖାଉଛି ସିଙ୍ଗିଂ ଶିଖାଉଛି ଅଟୋପାଡ଼ି ଶିଖାଉଛି ଆଉ ବିଭିନ୍ନ ପ୍ରକାର ସବୁ ଆର୍ଟ ଶିଖା ବିଭିନ୍ନ ପ୍ରକାର କଲଚର ଉପରେ ଆମେ କରାହେଉଛି। ଜୁମ୍ବା ଶିଖାଉଛି ଏରୋବିକ୍ ଶିଖାଉଛି ହିପହପ୍ ସାଲସା କଣ୍ଟେମ୍ପୋରାରୀ ବିଭିନ୍ନ ପ୍ରକାର ଡ୍ୟାନ୍ସ ଶିଖାଉଛି। ଓଡ଼ିଶୀ ଶିଖାଉଛି ଆଜି ଗୋଟେ ହବ ଶିବ ତାଣ୍ଡବ ପିଲାମାନେ ଏ ଓଡ଼ିଶୀ ପିଲା ନହେଲେ ବି ଶିବ ତାଣ୍ଡବରେ ଓଡ଼ିଶୀ ପିଲାମାନେ ଭଲ କରିବେ। ଅନେକ ପିଲା ବି ଆମର ଆର ମାସରେ ଆମେ ଯାଉଛୁ ପିଲାମାନଙ୍କୁ ସବୁ ନେଇକି ଦିଲ୍ଲୀ ଯାଉଛୁ ଆଉ ଏ ସବୁ ପ୍ରୋଗ୍ରାମ ଚାଲିଛି ଭଗବାନ ଆପଣ ଗୋଟେ ଯାଉଛି ଆପଣ ସଦାବେଳେ କିଛି ନା କିଛି ପରଫର୍ମ ବାହାରେ 100% ଆମେ ଆରଥର ଯାଇଥିଲୁ ଦୁବାଇ ଯାଇଥିଲୁ ତାର ସିଙ୍ଗାପୁର ଯାଇଥିଲୁ ଏଥରକ ଦିଲ୍ଲୀ ଯାଇଥିଲୁ। ଆମେ ଗୋଟେ ନବକୋଟି ଜଗନ୍ନାଥ ମତେ ଗୋଟେ ଗୀତ କରିଛୁ ସ୍ୱତନ୍ତ୍ର ଜଗନ୍ନାଥ ଯେମିତି ସେମିତି ଜଗନ୍ନାଥର ବେଶ ପିଲାମାନେ ପୁରା ଓଡ଼ିଶୀ ବେଶ ହବ ସେ ରଥଯାତ୍ରା ବି ଓପନିଂ ଆମେ କରିଥିଲୁ ସେଇଟା ବହୁତ ଆମର କ୍ରିଏଟିଭ ଚାଲିଛି। କେମିତି ଲାଗିଲା ବିଦେଶରେ ଆପଣ ଏଇ ଯେଉଁ ସ୍ୱଦେଶର ଗୋଟେ ଅନୁଭୂତିଟା କେମିତି ଲାଗିଲା ସେଠି ଭାରତୀୟମାନେ ବହୁତ ସଂଖ୍ୟାରେ ଆପଣ ବିଦେଶରେ ଓଡ଼ିଶାରେ ଯେତିକି ହାଇଲାଇଟ୍ ବିଦେଶରେ ସେଠି ଓଡ଼ିଶାରେ ଆହୁରି ବହୁତ ହାଇଲାଇଟ୍ ବିଦେଶୀ ମାନେ ସେମାନେ ଏତେ ଖୁସି ହୁଅନ୍ତି କ'ଣ କୁହନ୍ତୁ ମଡର୍ଣ୍ଣ ପିଲା ଏତେ ସେମି କ୍ଲାସିକାଲ ଏତେ ଓଡ଼ିଶୀ ଏତେ ଭଙ୍ଗରେ କରିପାରୁଛନ୍ତି ସେଠି ବି ହଉଛି। ଆମର ଏମିତି ଏଲିନା ମ୍ୟାଡ଼ାମ ଅଛନ୍ତି ଦେଖନ୍ତୁ ସେ ଗୋଟେ ଫରେନ୍ ଥାକି ସିଏ ଆମ ଓଡ଼ିଶାରେ ସିଏ ଗୋଟେ ପ୍ଲାଟଫର୍ମ ବନେଇ ସାରିଲେଣି ସିଏ ବି କେତେ ଓଡ଼ିଶୀ ମଡର୍ଣ୍ଣ ଫୋକ୍ ହିପହପ୍ ସାଲସା ତାହେଲେ ମୁଁ ଅନେକ ଫିଲ୍ମରେ ଆପଣ ଡାଇରେକ୍ସନ ଦେଇଛି କୋରିଓଗ୍ରାଫି କରିଛି। ଏବେ ନୂଆ ଫିଲ୍ମ ଆସୁଛି ତୁମକୁ ଦେଖିଲା ପରେ ଭଲ ପିକ୍ଚର ଏବେ ରିଲିଜ୍ ହେବ ଆଉ ଜଗନ୍ନାଥ ମନ୍ଦିର ଚାଲିଛି ଏବେ ଆପଣଙ୍କର ସଫଳ ନାରେଟର ସଫଳ କୋରିଓଗ୍ରାଫର ସଫଳ ଡ୍ୟାନ୍ସର ଆଉ ଆକ୍ଟର ସବୁ ପ୍ରତିଭାମାନଙ୍କୁ ଅନ୍ୱେଷଣ କରୁଛନ୍ତି ଜାତୀୟ ଆନ୍ତର୍ଜାତିକ ସ୍ତରରେ ମଧ୍ୟ ଆପଣ ପ୍ରତିଭାର ପରିଚୟ ମଧ୍ୟ ଦେଇଛନ୍ତି। ଆଗକୁ କ'ଣ ଲକ୍ଷ୍ୟ ରଖିଛି ରଙ୍ଗିଲା ଡ୍ୟାନ୍ସ ଚିହ୍ନଟ ସହିତ ଆନ୍ତର୍ଜାତିକ ସ୍ତରରେ ସୁଯୋଗ ମୋର ଏତିକି ଆନ୍ତର୍ଜାତିକ ମୁଁ ଆପଣ ଜାଣିଥିବେ ସବୁ ମୋ ବାପା ମାଆଙ୍କ ଆଶୀର୍ବାଦରେ ଯାହା ଜିନିଷକୁ ସବୁ ପାଇଛି ମୁଁ ଷ୍ଟେଟ୍ ଆୱାର୍ଡ ଯେଥିରେ ପାଇଛି ଆଉ ସୋନ ରତ୍ନ ଆୱାର୍ଡ ପାଇଛି
मानचित्र अवार्ड पाई विभिन्न प्रकार अवार्ड मुझे पाई अनेक चलचित्र भी कम भी हिंदी फिल्म असाधिक रेट तादर भी आसिस्टेंट कम भी कर भगवान ये भी जो आम पिला देखते सब आज छोटे काल के बड़ न हो काल के हिरो की हिरोइन आक्टिंग न करे अनेक पिला आप देखिए आग धरी आप मान स्पंदन बैंड रंगीला डांस यूट्यूब चैनल सब बाहर हिरो को हिरोइन सब आगामी लक्ष्य मोर आर मास कर स्पंदन अवार्ड प्रति उत्कल मंडप अच्छे आम हिंदी स्टार आस योजना चलছে এই ପିଲାମାନେ ଆହୁରି ବଡ଼ ଲୋକ ଆମର 3000 ଖଣ୍ଡେ ପିଲା ଅଛନ୍ତି 3-4ଟା ବ୍ରାଞ୍ଚ କରାଯାଇଛି ସବୁ ପିଲା ସିନିୟର ଜୁନିୟର ସବୁ ପିଲାଙ୍କୁ ଡକାଇ ଗୋଟେ ପ୍ରୋଗ୍ରାମ କରାଯିବ ବଡ଼ ଆକାରରେ ବ୍ରାଞ୍ଚ ଗୋଟେ ଆମର ବିଜୟପୁର ଖୋଲା ହେଇଛି ଆଉ ଗୋଟେ ଖୋଲା ହେବ ଏଠି ଆମର ସତ୍ୟନଗର। सर कौन कहे आज पिलामान आज प्रतिभा चयन होती आज पिलामान आज मत एत मात्रा उत्साहित अच्छा रंगीला डांस को गोटे भल प्लाटफर्म प्रोवाइड कर विषय कौन कह प्रथम तो मु स्वागत करी जो स्वागतिका द्वारा रंगीला डांस रे बहुत प्रतिभा युव प्रतिभा समस्त चांस पाँच बहुत वर्ष धरी से स्वागत करुच्ची अभिनंदन जनाऊँगी एवं यही जो गोटे अभिनय प्रयास स्वागतिका करी एते वर्ष धरी से धन्यवाद दूची आउ जो माने पार्टिसिपेट करुचंती एवं कृति होउचंती तांको मो आहुरी अधिक रु अधिक एथिरे एमते उन्नति करि परिबे प्रयास करि परिबे सेथि पई मु तांको सब उत्साहित करने को समस्त को अनुरोध करुच्ची। सर बॉम्बे रे आपण अछंती बॉम्बे रे आपण कोन सुযোগ चाहिए ए भली नव प्रतिभा निश्चित भाव में ये मु भावुची बहुत जन मध्य जाई सारी बॉम्बे को मु तो प्राय आसे सब आ बॉम्बे हूँ गोटे जगह जो थे आर्ट कल्चर पर सब बेले स्थान अच्छी तेणु आमे माने स्वागत करूँ जदि ओडिशा रू को पिला मानू नहीं आमे माने तांको साहाय्य करूँ से निश्चित आनंदित अनुभव कर कहे आज जो रंगीला डांस ग्रुप तरफ आज ये गोटे नव प्रतिभा सुযোগ दिया जाते उत्साहित अच्छा पिलाମାନଙ୍କୁ लेके ଆପଣ କଣ କହିବେ ସେ ବିଷୟରେ? ना मोर ये कहया कथा ये मैंने ए वर्ष नुआ भाव करूना तो मैंने विगत बहु वर्ष जार नेतृत्व कल्चरल हिसाब से दिलीप नहीं था एवं ऑर्गेनाइजिंग हिसाब से असित बाबू नहीं था ये कार्यक्रम आमको अतिथि हिसाब से डक तेणु आम मैंने आसीचु तेणु पूर्व वर्ष मानक जो भाव सफलता से मैंने पाई ए वर्ष निश्चिंत सफलता पाए बोली आशा करुचु एवं यह सफल हो बोली आम प्रभु जगन्नाथ पाखे प्रार्थना करी निवेदन करूँ आउ टे उच्च कोटर कराए खाली जातीय इंटरनेशनल लिखिदेले हेनी कि स्टांडर्ड होगा उचित।